ନମସ୍କାର। ଜୟ ମା ସନ୍ତୋଷୀ, ଜୟ ଜଗନ୍ନାଥ। ଆଜି ମୁଁ ମୋ ଚ୍ୟାନେଲ ପାଠଶାଠର ପ୍ରଥମ ଦିନରେ ଆପଣମାନଙ୍କ ଆଗରେ କିଛି କହୁଛି। ଫାଷ୍ଟ ଆଟେମ୍ପ ତ ମୁଁ କେବେ ଆଗରୁ କାହା ଆଗରେ କିଛି କହିନଥିଲି। ଆପଣ ଶୁଣନ୍ତୁ, ଆପଣଙ୍କୁ ଯଦି ଭଲ ଲାଗିବ ତାହେଲେ ଭଲ କଥା। ମୁଁ ନିଜକୁ ଭାଗ୍ୟବାନ ମନେ କରିବି। ଦେଖନ୍ତୁ, ପାଠ ହେଉଛି ଆଲୋକ, ଯିଏ ଆମକୁ ବାଟ ଦେଖାଏ। ଶାଠ ହେଲା ଜ୍ୟୋତି। ପାଠ ପଢ଼ି ତାକୁ ଶାଠରେ ନ ଲଗାଇଲେ ତାର କୌଣସି କାର୍ଯ୍ୟ ନାହିଁ, କୌଣସି ମୂଲ୍ୟ ବି ନାହିଁ। ତେଣୁ ଆମେମାନେ ପାଠ ପଢ଼ି ତାକୁ ଆମ ଜୀବନ ଶୈଳୀରେ ଶାଠ ଭାବରେ ଯଦି ପ୍ରୟୋଗ କରିବା, ଆମ ଜୀବନ ସୁନ୍ଦର ଆଉ ସରସ ହୋଇଯିବ। ପାଠ ଯଦି ଜ୍ଞାନୀ କରାଏ, ଶାଠ ଆମକୁ ଗୁଣୀ କରାଏ। ଜୀବନରେ ଗୁଣର କେତେ ମହତ୍ତ୍ୱ ସେ କଥା ତ ଆମେମାନେ ସମସ୍ତେ ଜାଣିଛନ୍ତି। କେହି ବି ଏମିତି ଛୋଟ ପିଲାଟିଏ ନାହିଁ ଯାହାକୁ ଭଲ ବ୍ୟବହାର, ଭଲ କାର୍ଯ୍ୟକ୍ରମ ମନକୁ ଛୁଇଁ ନାହିଁ। ତେଣୁ ଅନ୍ୟର ମନକୁ ଛୁଇଁଲା ଭଳି କାମ କଲେ ଠିକ୍ ଭାବରେ ମୁଁ ଜାଣିଛି ଠାକୁର ବି ଆମକୁ ଆଶୀର୍ବାଦ କରନ୍ତି। ଆଜି ମୁଁ ଏ ଚ୍ୟାନେଲଟି ଆପଣମାନଙ୍କ ଉଦ୍ଦେଶ୍ୟରେ ଆରମ୍ଭ କରୁଛି। ତେଣିକି ଆପଣଙ୍କ ଇଚ୍ଛା, ଆପଣ ଗ୍ରହଣ କରିବେ କି ନାହିଁ ସେ କଥା ମୁଁ ଜାଣିନି। ଆଜି ଏହାର ଆରମ୍ଭ ଆପଣମାନଙ୍କ ସାଙ୍ଗରେ ମୋର ସମ୍ପର୍କର ମୂଳଦୁଆ ଆଜି ସ୍ଥାପନ ହେଉଛି। ତେଣିକି ଏହା କେତେ ଦୃଢ଼ ହେବ, କେତେ ଆଗକୁ ବଢ଼ିବ ସେ କଥା ସମୟ ହିଁ କହିବ। ଏଇ ଦେଖନ୍ତୁ, ଆଜି ମୋର ଖଡ଼ି ଛୁଆଁ ଆରମ୍ଭ ହେଲା। ପାଠ ପଢ଼ିବା ଆଗରୁ ପିଲାମାନେ ଏମିତି ଆଗ ସିଲଟ ଆଉ ଖଡ଼ିରେ ପାଠ ପଢ଼ୁଥିଲେ। ପ୍ରଥମେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ନାମକୁ ଏମିତି ଗୋଲ ବୁଲା ହେଉଥିଲା। ଆପଣମାନଙ୍କର ମନେ ଅଛି? ଯେଉଁମାନେ 50 ଡେଇଁ ଗଲେଣି ହୁଏତ ସେମାନେ ଏମିତି ପଢ଼ିଥିବେ, ନୁହେଁ କି? ଏଇ ଦେଖନ୍ତୁ, ଏ ସିଲଟରେ ମୁଁ କ'ଣ ଲେଖିଛି। ଏ ହେଉଛି ଶ୍ରୀମଦ୍ ଭାଗବତ ଗୀତାର ପ୍ରଥମ ଅଧ୍ୟାୟ। ମୁଁ ସବୁଦିନେ ରାତିରେ ଏମିତି ଲେଖି ଟଙ୍ଗେଇ ଦିଏ। ସକାଳୁ ଗାଧୋଇ ସାରିଲା ପରେ ପରିବାରର ସମସ୍ତେ ଏହାକୁ ପଢ଼ି ମୁଣ୍ଡିଆ ମାରନ୍ତି। ଆଗରୁ ବହୁତ ଲେଖିଛି, ହେଲେ ଆଜିଠୁ ଆପଣଙ୍କ ପାଇଁ ପ୍ରଥମ ଆରମ୍ଭ କରୁଛି। ଏଇଟା ହେଲା ଆମର ପ୍ରଥମ ଶ୍ଲୋକ। ଦେଖନ୍ତୁ, ଆପଣମାନେ ବି ଏଇ ଭଲ ଅଭ୍ୟାସଟି ଆପଣମାନଙ୍କ ଘରେ ପ୍ରତିଦିନ କରନ୍ତୁ। ପିଲାମାନେ, ସ୍ୱାମୀ ଓ ଘରର ଲୋକମାନେ ଏଇ ଜିନିଷକୁ ଅଭ୍ୟାସରେ ପରିଣତ କରିବେ। ଆମେ ତ ଏମିତି ଭାଗବତ ଗୀତା ପଢ଼ିପାରୁନୁ। ଏହା ହେଲା ଆମର ଧର୍ମଗ୍ରନ୍ଥ। ଏହାକୁ ଆମେ ପଢ଼ିନଥାଉ। ଅନ୍ୟ ସମ୍ପ୍ରଦାୟର ଲୋକମାନେ ପ୍ରତ୍ୟେକ ନୀତି ନିୟମ ତାଙ୍କର ଭଲ ଭାବରେ ପାଳନ କରନ୍ତି। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ଧର୍ମକୁ ସେମାନେ ଆପଣେଇଥାନ୍ତି। ଆମେ କିନ୍ତୁ ସେଥିରୁ ପଛେଇ ଯାଉଛୁ। ସେଥିପାଇଁ ଏ ସୁନ୍ଦର ଉପାୟଟି ଆପଣଙ୍କ ଘରେ ଆଜିଠାରୁ ଆରମ୍ଭ କରନ୍ତୁ। ଏତିକି ମୋର ଅନୁରୋଧ ରହୁଛି। ନମସ୍କାର। ଏ କାନ୍ଥରେ ମୁଁ ତାକୁ ଏ କଣ୍ଟା ସାହାଯ୍ୟରେ କେମିତି ଟଙ୍ଗେଇ ଦେଉଛି। ଇଏ ଏଇଠି ରହିଲା। ଯାହାର ସମୟ ଯେତେବେଳେ ସେ ଏଟାକୁ ପଢ଼ି ଦେଇ
ନମସ୍କାରଟିଏ ହେବ। ଆଜିର ଭିଡ଼ିଓଟି କେମିତି ଲାଗିଲା ମତାମତ ଦେବି। ରହୁଛି। ନମସ୍କାର। ଜୟ ଜଗନ୍ନାଥ।